कि कलरा को लोभ कली जे ओलिए हो गला खाली आ पाखु ता पाखकु उड़ी उड़ी एपट सेपट होले एपर्यंत किछि लाभ होइनी। हौ देखा जाऊ मो भाग्य रे आउ केते कष्ट अछि। हेई तू अनइलु काऊ तोर जो बाग पौलो करबु राग। गोटे गाँव रे गोटे गरीब बुढ़ी और ता पुओ बांछा दो जन रहउथिले। बुढ़ी पर घरे मूल मजूरी लागे काम धंदा करे जहा किछि पैसा आने माँ पुओ दो जन दुखे कष्ट खाई पी चली जाती। बाप छेउंड होइथिबारु बांछा पाठ साठ किछि पड़िला ना से पूरा पूरी बेमोरीबा होई गला। बांछा कहा को खातिर करे ना हेले से ता बुओ को भारी मान गाँव रे ताकू समस्ते भारी डरंती। से जेते जहा दोष कले भी ता आगर केही किछि कहंतिनी। से खाली घर को आसे बहू ए बहू कुआड़े गलु बहू देलु देलु कौन दीटा खाइबा को देलु मते भारी भोक हलानी। आसीगलु हाउ हाउ धोई है सेठी बस मु बाढ़ी दउची। एमिति बेलाई बेलाई खाई दे घर चली जा। संध्या बेल को घर को फेरिला बेल को दुई चार जगह झगड़ा गंडगोल करी घर को फेरिया। गाँ लोक माने भयरे ताकू सिना किछि कहंतिनी हेले ता घरे आसी बुढ़ी संगरे झगड़ा लगाती। बुढ़ी दिने रागी जाई पुओ को कहिला इरे बांछा तू कौन ये बुढ़ी बयस रे भी मत टिके शांति रे बंचिबा को दबुनु। तू एमिति सब बेले झगड़ा झांटी न करी किछि काम धंदा कर। मु तो बुढ़ी हेलेनी मु कौन आउ खटी पारुची रे पुओ। तू जदि एबे ठारू किछि काम धंदा शिखिबुनु मु मला पर तू केमिति चलिबु कौन करिबु जा देखि आसिबु। तो साग पिला माने तांको बाड़ी रे केते केते फसल लगाई सबुदिन तटका परिबा खाउजंती। आमर तो एते बड़ बाड़ी पड़िछि तू बुली बुली झगड़ा करबा अपेक्षा बाड़ी रे किछि फसल फुसला कर किछि नहले आमे तो भलो तटका परिबा खाई परिबा रे पुओ। हौ हौ तू आ कांदना मु एबे कोन करबी तू कह मु सेया करबी। सेठू बुढ़ी घर भीतर को गला। सी दिने बाटर गोटे कलरा मध्य पाइथिला आउ ताकू आनी ठणारे रखी देइथिला। सेई मंजी को आनी बांछा को देला एने गोटाई कलरा मंजी अछि आकु नहीं जत्न रे सहित लगई दे। बांछा मंजी को नहीं बाड़ी रे गोटे गात खोली मंजी के प्रति पानी दे देला। वो कहिला ए मंजी कान खोली सुन काली की जदि गजा न होई थबु तोते कटुर आनी हाणी हाणी पूरा गुंड कर दे। बांछा को तो गाँटा सारा लोक डरंत आउ ये सामान्य मंजीटा बा केमिति न डरिबो। तेणु मंजीटा भୟରେ गजा होई गला।
ତା ପରଦିନ ବାଞ୍ଛା ମଞ୍ଜିରେ ପାଣି ଦେବାକୁ ଆସି ଦେଖିଲା ମଞ୍ଜିଟା ଗଜା ହୋଇଯାଇଛି। ବାଞ୍ଛା ଭାରି ଖୁସି ହୋଇଗଲା ଓ ନିଜକୁ ନିଜେ କହିଲା, ଇରେ ବାଞ୍ଛା, ତୁ ତ କମାଲ କରିଦେଲୁ, ଧୋତି ଫାଡ଼ି ରୁମାଲ କରିଦେଲୁ। ଏହା ଭାବି ସେ ଗଜାରେ ପାଣି ଦେଲା ଓ ଧମକେଇ କହିଲା, ଏ ଗଜା, କାଲିକି ଯେମିତି ଦୁଇ ପତ୍ର ହୋଇଥିବୁ, ନହେଲେ କଟୁରୀରେ ହାଣି ତତେ ଗଡ଼ ଗଡ଼ କରିଦେବି। ଏମିତି ପ୍ରତିଦିନ ଗଛରେ ପାଣି ଦିଏ ଓ ଗଛକୁ ଧମକେଇକି ଆସେ। ଚାହୁଁ ଚାହୁଁ ଦିନ କଇଟାରେ ଗଛଟି ଲଟେଇଲା, ଫୁଲ ଧରିଲା ଓ ତାପରେ କଲରା କଷିଟିଏ ହେଲା ଓ ଦିନ କଇଟାରେ କଲରାଟି ପାଚି ହଳଦୀ ଗୁରୁଗୁରୁ ଦିଶିଲା। ସେଇ ପାଖ ଗଛରେ କାଉଟିଏ ବସା କରି ରହୁଥିଲା। କାଉଟି କଲରାକୁ ଦେଖି ଉଡ଼ି ଆସି ତା ପାଖରେ ବସିଲା ଓ କଲରାକୁ ଚାହିଁ ଗୀତ ଗାଇବାକୁ ଲାଗିଲା। କଲୁରୀ ବେଣ୍ଟରେ କଲୁରୀ ବେଣ୍ଟ, ଖାଇବି ବୋଲି ମୁଁ କରିଛି ଆଣ୍ଟ, କାହାକୁ ଜମାରୁ ଦେବିନି ବାଣ୍ଟ, କଲୁରୀ ବେଣ୍ଟରେ କଲୁରୀ ବେଣ୍ଟ। କଲରା ଦେଖିଲା କାଉ ଆଜି ତାକୁ ନିଶ୍ଚୟ ଖାଇଦେବ। ଆଉ କାଉ ଯଦି ଖାଇଦିଏ, ବାଞ୍ଛା ଆସିଲେ ରାଗିକି ସେ ଗଛକୁ କଟୁରୀରେ ହାଣି ଗଡ଼ ଗଡ଼ କରିଦେବ। ସେଇଥିପାଇଁ ସେ ଗୋଟିଏ ବୁଦ୍ଧି ପାଞ୍ଚି କାଉକୁ କହିଲା, ଛି 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 ଛି, ତୁ ସକାଳୁ କେତେ ଅସନା ଜିନିଷ ଖାଇଥାଉ, କେତେ ପୋକ ଜୋକ ଖାଇ ଆସିଥିବୁ, ତୁ ଟିକେ ତୋ ନିଜ ଦେହକୁ ଦେଖିଲୁ, ତୁ କେତେ ଅସନା ଦିଶୁଛୁ। ତୁ ଯା, ତୁ ଯଦି ମତେ ଖାଇବୁ ତାହେଲେ ତୁ ଯା ଗୋଟିଏ ଭଲ କୂଅର ପାଣିରେ ତୋ ମୁହଁ ଧୋଇ ଆସିବୁ, ତାପରେ ଯାଇ ମତେ ଖାଇବୁ। କାଉ କହିଲା, ଏଇ କଥା ତ, ହଉ ମୁଁ ଏବେ ଯାଉଛି, ଗୋଟିଏ ଭଲ କୂଅର ପାଣିରେ ମୁହଁ ଧୋଇ ଆସିବି, ତାପରେ ଯାଇ ତତେ ଖାଇବି। ଏଇ କଥା କହି ସେ ସେଇଠୁ ଉଡ଼ି ଚାଲିଗଲା। ଉଡ଼ି ଉଡ଼ି ଯାଇ ଗୋଟିଏ କୂଅ ପାଖରେ ପହଞ୍ଚିଲା ଓ ସେ କୂଅକୁ କହିଲା, ରେ କୂଅ, ଦେ ପାଣି, ଧୋଇବି ଥଣ୍ଟ, ଧାଇଁ ଧାଇଁ ଖାଇବି କଲୁରୀ ବେଣ୍ଟ। କୂଅ କହିଲା, ହେ କାଉ, ତୁ କଣ ମୂର୍ଖଟା କିରେ? ଆରେ ତତେ ମୁଁ ପାଣି କେମିତି ଦେବି? ଆଉ ତୁ ପାଣି କେମିତି ବା ନବୁ? ତୁ ଯଦି ପାଣି ନବୁ ତାହେଲେ ତୁ ଯା କୁମାର ପାଖରୁ ଗୋଟିଏ କଳସ ଆଣି ଆସିବୁ, ସେଥିରେ ମୋ ଦେହରୁ ପାଣି କାଢି ତୋ ଥଣ୍ଟ ଧୋଇବୁ, ଆଉ ତାପରେ ଯାଇ କଲୁରୀ ବେଣ୍ଟକୁ ଖାଇବୁ, ଭାରି ମଜା ଲାଗିବ। ଯା ଯା, ଏଇଠି ଆଉ ସମୟ ନଷ୍ଟ କରନା, ଯା। କାଉ ଆଉ ଡେରି ନ କରି କୁମ୍ଭାର ପାଖକୁ ଉଡ଼ିଗଲା। କୁମ୍ଭାର ପାଖରେ ପହଞ୍ଚି କୁମ୍ଭାରକୁ କହିଲା, ହେ କୁମ୍ଭାର, ଦେ କଳସ, କାଢିବି ପାଣି, ଧୋଇବି ଥଣ୍ଟ, ଧାଇଁ ଧାଇଁ ଖାଇବି କଲୁରୀ ବେଣ୍ଟ। କୁମ୍ଭାର କହିଲା, କଳସ ଦେବି? ଆରେ ସକାଳୁ ମୋର ଟଙ୍କାଟା ବହିନି ହେଇନି, କେତେ କଷ୍ଟ କରି ମୁଁ ମାଟି ଆଣିଛି, ଇଏ ଆସି କହିଲା କଣ ନା ମୁଁ ଆକୁ ମାଗଣାରେ କଳସ ଦେବି। ଏଇ କଥା ଭାବି କୁମ୍ଭାର କହିଲା, ଆରେ କାଉ, ମୁଁ ତତେ କଳସୁଟା ଦେଇଥାନ୍ତି ଯେ, ହେଲେ ଏସବୁ ମୋ ପାଖରେ ଯାହା ଅଛି ସେ ସବୁ ରାଜା ଘର ପୂଜା ପାଇଁ ବରାଦ ଅଛି। ତାଙ୍କର ଯଦି ଗୋଟିଏ ଉଣା ହେବ ତାହେଲେ ମୋ ମୁଣ୍ଡ କାଟ ହେବ। ମୋ ପାଖରେ ବି ଆଉ ମାଟି ନାହିଁ। ତୁ ଗୋଟେ କାମ କର, ତୁ ଯା ବିଲରୁ ମାଟି ନେଇ ଆସିବୁ, ସେଇ ମାଟିରେ ମୁଁ ତୋ ପାଇଁ କଳସ ଗଢ଼ିଦେବି, ତୁ ନେଇ ପାଣି କାଢି ଥଣ୍ଟ ଧୋଇବୁ। ପୁଣି ମାଟି ପାଇଁ ଯିବି? ହଉ, ଭାରି ଝାମେଲାରେ ପଡ଼ିବି। ହଉ
ତାହେଲେ ଯାଉଛି ମୁଁ। ସେଇଠୁ କାଉ ସିଧା ଉଡି ଉଡି ଗଲା ବିଲ ପାଖକୁ। ବିଲରେ ପହଞ୍ଚି ବିଲକୁ କହିଲା, ରେ ବିଲ ଦେ ମାଟି, କୁମ୍ଭାର ଗଢିବ କଳସ ଗୋଟି, କାଢିବି ପାଣି ଧୋଇବି ଥଣ୍ଟ, ଧାଇଁ ଧାଇଁ ଖାଇବି କଲୁରି ମେଣ୍ଟ। ବିଲ କାଉ କଥା ଶୁଣି ହସି ହସି କହିଲା, ଇରେ କାଉ, ତୁ ମାଟି ନେଲେ ମୋର କିଛି ଆପତ୍ତି ନାହିଁ, ହେଲେ ତୁ ମାଟି ତାଡ଼ିବୁ କେମିତି? ତୁ ଗୋଟେ କଥା କର, ତୁ ଯା ମିରିଗ ଠାରୁ ସିଂଗ ମାଗି ଆଣିବୁ, ସେଇ ସିଂଗରେ ମାଟି ତାଡ଼ିକି ନେଇଯିବୁ। ପୁଣି ମିରିଗ ପାଖକୁ ଯିବାକୁ ପଡିବ? ହଉ, ସବୁ ମୋ ଭାଗ୍ୟ, ଯାଉଛି ତାହେଲେ। ତାପରେ କାଉ ଉଡି ଉଡି ମିରିଗକୁ ଖୋଜିବାକୁ ଲାଗିଲା। ବହୁତ ସମୟ ଖୋଜିବା ପରେ ଗୋଟିଏ ମିରିଗ ଦେଖି ତା ପାଖକୁ ଗଲା। ଓ କହିଲା, ରେ ମିରିଗ ଦେ ସିଂଗ, ଖୋଳିବି ମାଟି, କୁମ୍ଭାର ଗଢିବ କଳସ ଗୋଟି, କାଢିବି ପାଣି ଧୋଇବି ଥଣ୍ଟ, ଧାଇଁ ଧାଇଁ ଖାଇବି କଲୁରି ମେଣ୍ଟ। ମିରିଗ ଭାବିଲା, ଆରେ ସିଂଗଟା ମୁଁ ଏ କାଉକୁ କେମିତି ଦେବି? ମୁଁ କଣ କଙ୍କଡା ହୋଇଛି ଯେ ମୋ ଇଚ୍ଛା ହେଲେ ଗୋଡ ଛଡେଇ ଦେବି? ଏ ମୂର୍ଖ କାଉକୁ ପାନେ ଦେବାକୁ ପଡିବ। ଏହା ଭାବି କହିଲା, ଦେଖ କାଉ ଭାଇ, ବହୁତ ଦିନ ହେବ ମୁଁ ଅସୁସ୍ଥ ଅଛି, ତୁ ଯା ମୋ ପାଇଁ କାଳି ଗାଈର କ୍ଷୀର ଆଣିବୁ। ମୁଁ ପିଇ ମୋ ଦେହରେ ବଳ ହେଲେ ଯାଇ ମୁଁ ତତେ ସିଂଗ ଦେବି। କାଉ କହିଲା, କି କଲରାକୁ ଲୋଭ କଲି ଯେ ଓଳିଏ ହେଇଗଲାଣି, ଖାଲି ଆ ପାଖରୁ ତା ପାଖକୁ ଉଡି ଉଡି ଏପଟ ସେପଟ ହଉଛି, ହେଲେ ଏପର୍ଯ୍ୟନ୍ତ କିଛି ଲାଭ ହେଇନି। ହଉ, ଦେଖାଯାଉ ମୋ ଭାଗ୍ୟରେ ଆଉ କେତେ କଷ୍ଟ ଅଛି। ସେଇଠୁ କାଉ ଉଡି ଉଡି ଗଲା କାଳି ଗାଈ ପାଖକୁ। କାଳି ଗାଈ ପାଖରେ ପହଞ୍ଚି ଗାଈକୁ କହିଲା, ହେ କାଳି ଗାଈ, ଦେ କ୍ଷୀର, ପି ମିରିଗ ଦେବ ସିଂଗ, ଖୋଳିବି ମାଟି, କୁମ୍ଭାର ଗଢିବ କଳସ ଗୋଟି, କାଢିବି ପାଣି ଧୋଇବି ଥଣ୍ଟ, ଧାଇଁ ଧାଇଁ ଖାଇବି କଲୁରି ମେଣ୍ଟ। କାଳି ଗାଈ ଏକଥା ଶୁଣି କହିଲା, ମୁଁ ତତେ ଦେଇଥାନ୍ତି ଯେ, ହେଲେ ତୁ ଯଦି ଆଉ ଟିକେ ଆଗରୁ ଆସିଥାନ୍ତୁ ତାହେଲେ ମୁଁ ଦେଇଥାନ୍ତି। ଏବେ ପରା ମୋ ମାଲିକ ସବୁ କ୍ଷୀର ଦୁଇଁକି ନେଇଗଲା। ଏବେ ମୁଁ ତତେ କ୍ଷୀର କେମିତି ଦେବି? ତୁ ଯଦି ମତେ ଘାସ ଆଣିଦେବୁ, ମୁଁ ଘାସ ଖାଇବି, ତାପରେ ମୋ ଦେହରେ କ୍ଷୀର ହେଲେ ଯାଇ ମୁଁ ତତେ କ୍ଷୀର ଦେବି। କାଉ ଏବେ ପୁଣି ହରଡ଼ ଧଣାରେ ପଡିଗଲା। ସେଇଠୁ ଚାଲିଲା ଘାସ ପାଇ। ଦେଖିଲା ଗୋଟିଏ ପଡିଆରେ ବହୁତ ବଡ ବଡ ଘାସ ହୋଇଛି। ସେଇଠି ଯାଇ ବସି ପଡିଲା ଓ କହିଲା, ହେ ପଡିଆ, ଦେ ଘାସ, ଖାଇଲେ ଗାଈ ଦେବ କ୍ଷୀର, ପି ମିରିଗ ଦେବ ସିଂଗ, ଖୋଳିବି ମାଟି, କୁମ୍ଭାର ଗଢିବ କଳସି ଗୋଟି, କାଢିବି ପାଣି ଧୋଇବି ଥଣ୍ଟ, ଧାଇଁ ଧାଇଁ ଖାଇବି କଲୁରି ମେଣ୍ଟ। ପଡିଆ କହିଲା, ମୁଁ ଶୁଣିଥିଲି କାଉ ବଡ ଚତୁର, ହେଲେ ପ୍ରକୃତରେ ସେଇ କଥା ଭୁଲ। ହଉ, ଛାଡେ ସେ କଥା। ଘାସ ନବାକୁ ମୁଁ କଣ ମନା କରୁଛି କି? ହେଲେ ତୁ ଘାସ କାଟିବା ପାଇଁ ଦାଆତ ଆଣିନି। ଯା କମାର ପାଖରୁ ଦା ଆଣି ଆସି ସେଥିରେ ଘାସ କାଟି ନେଇଯିବି। କାଉ ଭାବିଲା, ଭଲ ମୁସ୍କିଲରେ ପଡିଲା। ଯାହା କତିକି ଗଲେ ସିଏ ଆଉ ଜଣଙ୍କ ପାଖକୁ ପଠଉଛି। କଲରା ଗୋଟିଏ ଖାଇବା ପାଇଁ ମୁଁ ବହୁତ ପରିଶ୍ରମ କଲିଣି। ହଉ, ଏତେ ବାଟ ଆଗେଇ ଆସିଲିଣି ଯେତେବେଳେ
ଆଉ ପଛକୁ ଫେରିବି। ସକାଳ ପହରୁ କାଉ ଏତେ ଜଣଙ୍କ ପାଖକୁ ଯାଇ ଯାଇ କଲରା ଖାଇବା ଆଶାରେ ସିଏ ଖାଇବା ଭୁଲି ଯାଇଛି। ଭୋକରେ ତା ଦେହ ହାତ ଥରିଲାଣି, ହେଲେ କଲରା ଆଶା ଛାଡୁନି। ହଉ ଯାଉଛି ଦାଟା ଆଣି ଆସେ। ସେଇଠୁ ଉଡି ଉଡି ଯାଇ କମାର ଘରେ ପହଞ୍ଚିଲା ଓ କମାରକୁ କହିଲା, ଏ କମାର ଦେ ନା, କାଟିବି ଘାସ, ଖାଇଲେ ଗାଈ ଦେବ କ୍ଷୀର, ମିରିଗ ପିଇଲେ ଦେବ ସିଂହ, ଖୋଳିବି ମାଟି, କୁମ୍ଭାର ଗଢିବ କଳସ ଗୋଟି, କାଢିବି ପାଣି ଧୋଇବି ଥଣ୍ଟ, ଧାଇଁ ଧାଇଁ ଖାଇବି କଲୁରି ବେଣ୍ଟ। କମ୍ଭାର କାଉକୁ ଚାହିଁଲା। ତାର ମନେ ପଡିଗଲା, ଆରେ ହେ ଏଇ କାଉ ତ, ହଁ ହଁ ଏଇ କାଉ ତ। ମୋର ସବୁ କୁକୁଡ଼ା ଛୁଆ ଏଇ କାଉ ଗୋଟା ଗୋଟା ନେଇ ଖାଇ ଦେଇଛି, ଆଉ ଆଜି ଆସିଛି ଦା ନବା ପାଇଁ। ହଉ ରେ ପୁଅ ହଉ, ଆଜି ତତେ ପାନେ ଦଉଛି ରହ। ଏକାଥରେ ତୋ କଲରା ଖିଆ ମିଶା ଛଡେଇ ଦେବି। ଏହା ଭାବି କହିଲା, ହେଇଛି ଅନେଇଲୁ କାଉ, ତୋର ଯୋଉ ବାଗ କହିଲେ କରିବୁ ରାଗ। ଦାଟା ମୁଁ ଦେବି ଯେ, ହେଲେ ତୁ ନବୁ କେମିତି? କମାର ଭାଇ ତମେ ସେ କଥା ଚିନ୍ତା କର ନା, ମୁଁ ମୋ ଥଣ୍ଟରେ ଧରି ନେଇଯିବି। ମତେ ଖାଲି ତମେ ଦାଟା ଦିଅ। ହଉ ତୁ ଟିକେ ସେଠି ଅପେକ୍ଷା କର, ମୁଁ ଟିକେ ଦାଟା ବଜେଇ ଦିଏ, ତାପରେ ନବୁ। ଏହା କହି ଦାକୁ ଭଲ କରି ନିଆଁରେ ପକାଇ ନାଲି କରିଦେଲା। କହିଲା, ଏଇ ନେ ତୋ ଦା ମୁଁ ବଜେଇ ଦେଇ। କାଉ ଆଉ ବିଳମ୍ବ ନ କରି ତାକୁ ତା ଥଣ୍ଟରେ ଧରି ପକେଇଲା, ହେଲେ ତା ଥଣ୍ଟ ପୋଡିଗଲା। ଇଲୋ ଗୋପାଲ, ମୋ ଥଣ୍ଟ ଜଳିଗଲା, ମରିଗଲି ମରିଗଲି କମାର ଭାଇ। ଓହୋ ଏତେ ରାତିଛି। ଏହା କହି ସେ ତା ଗୋଡରେ ଧରିଲା, ଯେମିତି ଦାଟା ବୁଲି ପଡି ତା ଡେଣାରେ ଲାଗିଗଲା। ତା ଡେଣାଟି ଜଳିବାକୁ ଲାଗିଲା। ଓ ମରିଗଲି ମରିଗଲି କମାର ଭାଇ, ମତେ ବଞ୍ଚାଅ, ମତେ ବଞ୍ଚା କମାର ଭାଇ, ମରିଗଲି ଜଳିଗଲି କମାର ଭାଇ। କାଉଟି ସେଇଠି ପୋଡି ହୋଇ ମରିଗଲା। ହେଲା ନା, ମଲୁ ନା, କେମିତି ମଲୁ? ଗୋପାଳ ଭୁଲ ହେଇ ପୋଡିକି ମଲୁ। କାଉ ପୋଡି ମରିଗଲା। ହେଲେ ବିଚରା କାଉଟା ଦିନ ତମାମ ଏତେ ପରିଶ୍ରମ କରି କଲୁରୀ ବେଣ୍ଟ ଖାଇପାରିଲା ନାହିଁ। ବନ୍ଧୁ, ସେଇଥିଲାଗି କୁହନ୍ତି ଅସମ୍ଭବ ଓ ଅପ୍ରାପ୍ତ ପଦାର୍ଥରେ ମନ ବଳାଇଲେ ଶେଷରେ ପରିଣତି ଭୟଙ୍କର ହୁଏ। ବନ୍ଧୁ, ଭିଡିଓଟି ଯଦି ଭଲ ଲାଗିଥାଏ ଭିଡିଓ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ଯଦି ନୂଆ ଆସିଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ବୋଲି ଲେଖନ୍ତୁ। ଜୟ ଜଗନ୍ନାଥ, ନମସ୍କାର।